ଦୁନିଆରେ ଆଉ ନାହାନ୍ତି ଅଭିନେତ୍ରୀ ତମସାଙ୍କ କୁନି ପୁଅ। ଫୁସ୍ଫୁସ୍ ରୋଗରେ ଆକ୍ରାନ୍ତ ହୋଇ ଚାଲିଯାଇଛି ଅଭିନେତ୍ରୀ ତମସାଙ୍କ ପୁଅର ଜୀବନ। ତେବେ ଦର୍ଶକ ବନ୍ଧୁ, ଅଭିନେତ୍ରୀ ତମସାଙ୍କ ଜୀବନରେ ଚାଲିଛି ବର୍ତ୍ତମାନ ପାଇଁ ଦୁଃଖର ସମୟ। ତେବେ ଅଭିନେତ୍ରୀ ତମସାଙ୍କୁ ତ ଆପଣମାନେ ବେଶ ଭଲ ଭାବେ ଜାଣିଥିବେ। ତେବେ ସିରିଏଲରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ତମସା। ଅନେକ ଓଡ଼ିଆ ସିରିଏଲରେ ଅଭିନୟ କରିଛନ୍ତି ତମସା। ଏଥିସହିତ ସେ ଜଣେ ଯାତ୍ରା ଅଭିନେତ୍ରୀ ମଧ୍ୟ ଅଟନ୍ତି। ତେବେ ଦର୍ଶକ ବନ୍ଧୁ, ଅଭିନେତ୍ରୀ ତମସାଙ୍କର 2 ବର୍ଷର ଗୋଟିଏ ପୁଅ ଥିଲା, ଯାହାକୁ ସେ ବେଶ ଭଲ ପାଉଥିଲେ। ତେବେ ନିଜ ପୁଅର ଯତ୍ନ ନେବା ସହିତ ସେ ନିଜ ଯାତ୍ରା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି। ତେବେ ସିରିଏଲ ଅଭିନୟ ଛାଡ଼ି ସେ ଯାତ୍ରାରେ ଅଭିନୟ କରୁଥିଲେ। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟରେ ତାଙ୍କ ଲାଇଫରେ ଘଟିଛି ଏମିତି କିଛି ଘଟଣା ଯାହାକୁ ସେ କେବେ ବି ଭୁଲି ପାରିବେନି ଆଉ ନିଜକୁ ସମ୍ଭାଳି ପାରୁନାହାନ୍ତି ତମସା। ତେବେ ଦର୍ଶକ ବନ୍ଧୁ, ଅଭିନେତ୍ରୀ ତମସା ଯେତେବେଳେ ଯାତ୍ରାରେ ଅଭିନୟ କରୁଥିଲେ ତେବେ ସେଠି ଦର୍ଶକଙ୍କ ଭିଡ଼ ଥିଲା। ଯାତ୍ରାରେ ସମସ୍ତଙ୍କୁ ମନୋରଞ୍ଜନ କରାଉଥିଲେ ଅଭିନେତ୍ରୀ ତମସା। ଆଉ ସେପଟେ ଆଇସିୟୁରେ ଭେଣ୍ଟିଲେଟରରେ ରହିଥିଲେ ତମସାଙ୍କ କୁନି ପୁଅ। ତେବେ ଦର୍ଶକ ବନ୍ଧୁ, କୁନି ପୁଅର ଖବର ମଧ୍ୟ ମଝିରେ ମଝିରେ ନେଉଥିଲେ ତମସା। ସେହି ସମୟରେ ଯାତ୍ରାରେ ମଧ୍ୟ ଅଭିନୟ କରୁଥିଲେ। ତେବେ ଯେତେବେଳେ ତାଙ୍କ ପୁଅର ଦେହ ଅତ୍ୟନ୍ତ ଖରାପ ହୋଇଥିଲା, ଏହାପରେ ସେ ଶୁଣିବାକୁ ପାଇଥିଲେ କି ତାଙ୍କ ପୁଅ ଆଉ ଏ ଦୁନିଆରେ ନାହିଁ। ଏହାପରେ ଭାଙ୍ଗି ପଡ଼ିଥିଲେ ଅଭିନେତ୍ରୀ ତମସା ଆଉ ନିଜକୁ ସମ୍ଭାଳି ନପାରି ପୁଅକୁ ଦେଖିବା ପାଇଁ ଚାଲି ଆସିଥିଲେ ଯାତ୍ରା ପେଣ୍ଡାଲ ଛାଡ଼ି। ତେବେ ଦର୍ଶକ ବନ୍ଧୁ, ଏମିତି କିଛି ଘଟଣା ଘଟିଛି ଅଭିନେତ୍ରୀ ତମସାଙ୍କ ଜୀବନରେ, ଯାହା ପାଇଁ ବେଶ ଦୁଃଖରେ ଅଛନ୍ତି ଅଭିନେତ୍ରୀ ତମସା। ତେବେ ଆପଣମାନେ ଅଭିନେତ୍ରୀ ତମସାଙ୍କୁ କେତେ ମାତ୍ରାରେ ଜାଣିଛନ୍ତି ନିଶ୍ଚିତ କମେଣ୍ଟ କରି ଜଣାନ୍ତୁ।